নমস্কার, জয় জগন্নাথ দর্শক বন্ধু। 5 ଟଙ୍କା ମହଙ୍ଗା ହେଲା ପେଟ୍ରୋଲ ଏବଂ ଡିଜେଲ ଦାମ ମଧ୍ୟ ବୃଦ୍ଧି। ଗାଡ଼ି ଚାଳକଙ୍କ ବଢ଼ିଲା ଚିନ୍ତା, ଜାଣନ୍ତୁ। ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ, ଖବର ଉପରେ ନଜର ପକାଇବା। ପେଟ୍ରୋଲ ଏବଂ ଡିଜେଲ ଦରରୁ ଆଶ୍ୱସ୍ତି ଆଶା କରୁଥିବା ଜନସାଧାରଣଙ୍କୁ ସରକାର ପୁଣି ଥରେ ଏକ ବଡ଼ ଝଟକା ଦେଇଛନ୍ତି। ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ତୀବ୍ର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସିଧାସଳଖ ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ। ନୂତନ ପେଟ୍ରୋଲ ଏବଂ ଡିଜେଲ ଦର ଫେବୃଆରୀ 15 ତାରିଖ ମଧ୍ୟରାତ୍ରିରୁ 12ଟାରୁ ଲାଗୁ କରାଯାଇଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 19 ଫେବୃଆରୀ 2026 ରିପୋର୍ଟ ଅନୁଯାୟୀ ପାକିସ୍ତାନର ଶାହବାଜ ସରିଫ ସରକାର ପେଟ୍ରୋଲ ମୂଲ୍ୟରେ 5 ଏବଂ ଡିଜେଲ ମୂଲ୍ୟରେ 7 ଟଙ୍କା 32 ପଇସା ପ୍ରତି ଲିଟର ବୃଦ୍ଧି କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସରକାରୀ ନିଷ୍ପତ୍ତି ପରେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ 258 ଟଙ୍କା 17 ପଇସା ପ୍ରତି ଲିଟର ଏବଂ ଡିଜେଲ ଦର 253 ଟଙ୍କା 17 ପଇସା ପ୍ରତି ଲିଟରରେ ପହଞ୍ଚିଛି। ଏହା ଉଲ୍ଲେଖନୀୟ ଯେ ଗୋଟିଏ ମାସ ମଧ୍ୟରେ ଡିଜେଲ ମୂଲ୍ୟରେ ଏହା ଦ୍ୱିତୀୟ ବଡ଼ ବୃଦ୍ଧି। ଏହା ପୂର୍ବରୁ କେବଳ ଫେବୃଆରୀ ପ୍ରାରମ୍ଭରୁ 11 ଟଙ୍କାରୁ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଥିଲା। ମୁଦ୍ରାସ୍ଫୀତି ଉପରେ ସିଧାସଳଖ ପ୍ରଭାବ କ'ଣ, ଜାଣନ୍ତୁ। ଏହା ଉଲ୍ଲେଖନୀୟ ଯେ ପାକିସ୍ତାନରେ ଇନ୍ଧନ ମୂଲ୍ୟ ପ୍ରତି 2 ସପ୍ତାହରେ ସମୀକ୍ଷା କରାଯାଏ। ଆନ୍ତର୍ଜାତୀୟ ତୈଳ ବଜାରରେ ଉତ୍ଥାନ ପତନ ବା ବିନିମୟ ହାରରେ ଉତ୍ଥାନ ପତନ ଘରୋଇ ଟିକସରେ ପରିବର୍ତ୍ତନ ଉପରେ ଆଧାର କରି ନିର୍ଣ୍ଣୟ କରାଯାଏ। ହାର୍ଡ ସ୍ପିଡ୍ ଡିଜେଲ ବା HSD ମୂଲ୍ୟ ପ୍ରମୁଖ ଚିନ୍ତାର ବିଷୟ ରହିଛି, କାରଣ ଏହି ଇନ୍ଧନ ପରିବହନ, କୃଷି, ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏହାର ମୂଲ୍ୟରେ ଯେକୌଣସି ବୃଦ୍ଧି ସିଧାସଳଖ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରେ, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରେ। ନିମ୍ନ ମଧ୍ୟବିତ୍ତ ବର୍ଗ ପାଇଁ ଏହା ଝଟକା। ଏହି ସମୟରେ ପେଟ୍ରୋଲ ମୁଖ୍ୟତଃ ଛୋଟ ଯାନ, ରିକ୍ସା, 2 ଚକିଆ ଯାନ ଦ୍ୱାରା ଯାତାୟାତ କରୁଥିବା ଲୋକଙ୍କ ଦ୍ୱାରା ବ୍ୟବହୃତ ହୁଏ। ଉଚ୍ଚ ଇନ୍ଧନ ମୂଲ୍ୟ ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତ ପରିବାରର ବଜେଟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ, ଯେଉଁମାନେ ସେମାନଙ୍କ ଦୈନନ୍ଦିନ ଯାତାୟାତ ପାଇଁ ପେଟ୍ରୋଲ ଉପରେ ନିର୍ଭର କରନ୍ତି।